ତୃତୀୟ ପାଠ ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥିରେ ଓଡ଼ିଶାର ଭୂମିକା। ଏହି ପାଠର ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବୁ। ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କର। 1930 ମାର୍ଚ୍ଚ 12 ତାରିଖରେ ଗାନ୍ଧୀଜୀ ସାବରମତୀ ଆଶ୍ରମ ଠାରୁ ବାହାରି 241 ମାଇଲ ଦୂରରେ ଅବସ୍ଥିତ ଗୁଜରାଟର ଦାଣ୍ଡି ନାମକ ସ୍ଥାନକୁ ଲବଣ ଆଇନ ଭଙ୍ଗ କରିବାକୁ ଯାତ୍ରା କରିଥିଲେ। ଏହି ଦାଣ୍ଡି ଯାତ୍ରାରେ ସାବରମତୀ ଆଶ୍ରମରୁ 78 ଜଣ କଂଗ୍ରେସ କର୍ମୀ ଗାନ୍ଧୀଜୀଙ୍କ ସହ ଯାତ୍ରା କରିଥିଲେ। ଏହି ଯାତ୍ରା ପଥରେ ବିଭିନ୍ନ ସ୍ଥାନରେ ପୁରୁଷ ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ଗାନ୍ଧୀଜୀଙ୍କୁ ସମ୍ବୋଧିତ କରିଥିଲେ ଏବଂ ଅନେକ ତାଙ୍କ ଯାତ୍ରାରେ ଯୋଗ ଦେଇଥିଲେ। ସାବରମତୀଠାରୁ ଦାଣ୍ଡି ଯାତ୍ରା ପର୍ଯ୍ୟନ୍ତ ଯାତ୍ରା ଐତିହାସିକ ଦାଣ୍ଡି ଯାତ୍ରା ଭାବରେ ପ୍ରସିଦ୍ଧ। 1930 ଏପ୍ରିଲ 6 ତାରିଖ ସକାଳେ ଗାନ୍ଧୀଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଲେ। ଏହା ଦ୍ୱାରା ସରକାର ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା। ଖ ନମ୍ବର ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କ'ଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା? ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଲବଣ ଆଇନ ଭଙ୍ଗ କରିବା, ଲବଣ ତିଆରି କରାଯିବ, ମଦ ଦୋକାନ, ଅଫିମ ବିକ୍ରି ସ୍ଥାନ ଓ ବିଦେଶୀ ଲୁଗା ବ୍ୟବସାୟୀଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ। ଯୁବକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚରଖାରେ ସୂତା କାଟିବେ, ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରାଯିବ, ଅସ୍ପୃଶ୍ୟତା ବର୍ଜନ କରାଯିବ। ଛାତ୍ରମାନେ ସରକାରୀ ସ୍କୁଲ ଓ କଲେଜ ପରିତ୍ୟାଗ କରିବେ। ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଏବଂ ଓକିଲମାନେ ଆଇନ ବ୍ୟବସାୟ ତ୍ୟାଗ କରିବେ। ପୂର୍ଣ୍ଣ ସ୍ୱରାଜ ଲାଭ କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଓ ଅହିଂସାତ୍ମକ ପନ୍ଥାରେ ସମ୍ପାଦିତ ହେବ। 1930 ଏପ୍ରିଲ 9 ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଗଲା। ଗ ନମ୍ବର ଗାନ୍ଧୀ ଇରୋଇନ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କ'ଣ ଥିଲା? ଇଂରେଜ ସରକାର କଂଗ୍ରେସ ସହିତ ଏକ ବୁଝାମଣା କରିବା ପାଇଁ ବାଧ୍ୟ ହୋଇ 1931 ମସିହା ମାର୍ଚ୍ଚ 5 ତାରିଖରେ ଭାରତ ଲର୍ଡ ଇରୋଇନ ଗାନ୍ଧୀଜୀଙ୍କ ସହିତ ଏକ ଚୁକ୍ତି ସମ୍ପାଦନ କରିଥିଲେ। ଏହାକୁ ଗାନ୍ଧୀ ଇରୋଇନ ଚୁକ୍ତି କୁହାଗଲା। ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ସରକାର କର୍ମଚାରୀମାନଙ୍କ ବାଜ୍ୟାପ୍ତି ହୋଇଥିବା ସମ୍ପତ୍ତି ଫେରସ୍ତ କରିଦେଇଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀମାନଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ। ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକର ଅଧିବାସୀ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବା ଅଧିକାର ଦେଲେ। ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ତଥା ଦ୍ୱିତୀୟ ଗୋଲ ବୈଠକ ଯୋଗ ଦେବା ନିମିତ୍ତ ସମ୍ମତି ପ୍ରଦାନ କଲା। ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର।
1930 ଏପ୍ରିଲ 6 ତାରିଖ ଦିନ ଓଡ଼ିଶାର 21 ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ କଟକ ସ୍ୱରାଜ ଆଶ୍ରମରୁ ଇଞ୍ଚୋଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏପ୍ରିଲ 8 ତାରିଖରେ ଚାନ୍ଦୋଲ ଠାରେ ଗୋପବନ୍ଧୁ ଚୌଧୁରୀଙ୍କୁ ଇଂରେଜମାନେ ଗିରଫ କରିବାରୁ ଆଚାର୍ଯ୍ୟ ହରିହର ପଦଯାତ୍ରା ସତ୍ୟାଗ୍ରହୀଙ୍କ ନେତୃତ୍ୱ ନେଇଥିଲେ। 1930 ଏପ୍ରିଲ 12 ତାରିଖରେ ଇଞ୍ଚୋଡ଼ିରେ ପହଞ୍ଚିଲେ। ଇତିମଧ୍ୟରେ ରମାଦେବୀ, ମାଳତୀ ଦେବୀ, କୋକିଲା ଦେବୀ, ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବାଦୀ ନାରୀମାନ ଇଞ୍ଚୋଡ଼ିରେ ପହଞ୍ଚି ଯାଇଥିଲେ। 1930 ଏପ୍ରିଲ 13 ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୋଡ଼ି ଠାରେ ଲବଣ ଆଇନ ଭଙ୍ଗ କଲେ। ଆଚାର୍ଯ୍ୟ ହରିହର ତାଙ୍କ 7 ଜଣ କର୍ମୀଙ୍କ ସରକାର ଗିରଫ କଲେ। ଏପ୍ରିଲ 20ରେ ରମାଦେବୀ ଓ ମାଳତୀ ଦେବୀଙ୍କ ନେତୃତ୍ୱରେ ବହୁ ନାରୀ ଲବଣ ଆଇନ ଭଙ୍ଗ କଲେ। ଇଞ୍ଚୋଡ଼ି ଯାଇଥିଲେ ଦ୍ୱିତୀୟ ଦାଣ୍ଡି। ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶା ଶ୍ରୀ ଜଙ୍ଗ ଗ୍ରାମରେ ସଂଗଠିତ କର ବିରୋଧୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର। ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଚୌକିଦାରୀ କର ବିରୋଧୀ। ଇଞ୍ଚୋଡ଼ି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ 1931 ମେରେ ଏହା ଆରମ୍ଭ କରାଗଲା। ଲୋକମାନଙ୍କୁ ଏହି ଚୌକିଦାର ଟିକସ ଦେବାକୁ ମନା କରାଗଲା। ଚୌକିଦାର ବା ଦଫାଦାର ମାନଙ୍କୁ ଇଂରେଜ ସରକାର ଗୋଲାମ ନ କରିବା ପାଇଁ କୁହାଗଲା। ଏଥିରେ ଉଦ୍ବୁଦ୍ଧ ହୋଇ କେତେକ ଚୌକିଦାର ଚାକିରିରୁ ଇସ୍ତଫା ଦେଲେ। ଏହି ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ପୋଲିସ କେତେକ ସ୍ଥାନୀୟ ସତ୍ୟାଗ୍ରହକୁ ଗିରଫ କଲା। କ୍ରୋଧାନ୍ୱିତ ଗ୍ରାମବାସୀ ପୋଲିସ ବାହିନୀକୁ ଆକ୍ରମଣ କରିବାରୁ 54 ଜଣ ବ୍ୟକ୍ତିକୁ ଗିରଫ କରାଯାଇ ସେଠାରେ ନେତୃତ୍ୱ ସ୍ଥାନୀୟ ବ୍ୟକ୍ତି ସମ୍ପତ୍ତି ଲୁଟ କରିବା ସହ 6,000 ଟଙ୍କାର ଶାସ୍ତିମୂଳକ କରଭାର ଲଦି ଦିଆଗଲା। ଦୁଇ ନମ୍ବର, ପ୍ରତ୍ୟେକ ପ୍ରଶ୍ନର ପ୍ରାୟ 20ଟି ଶବ୍ଦ ଲେଖ। ଜାତୀୟ କଂଗ୍ରେସ କାହିଁକି ସାଇମନ କମିଶନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ? 1927ରେ ସାର ଜନ୍ ସାଇମନଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ 7 ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ହେଲେ ଭାରତୀୟ ନଥିଲେ। ଏହା ସମସ୍ତେ ଭାରତୀୟଙ୍କୁ ଅପମାନଜନକ ଥିବାରୁ ଜାତୀୟ କଂଗ୍ରେସ ଏହାକୁ ବର୍ଜନ କରିବାର ନିଷ୍ପତ୍ତି ନେଇଥିଲେ। ଭାରତୀୟ ଜାତୀୟ କଂଗ୍ରେସର 1929 ମସିହାର ଲାହୋର ଅଧିବେଶନ କାହିଁକି ଗୁରୁତ୍ୱପୂର୍ଣ୍ଣ ଥିଲା? 1919 ମସିହା ଲାହୋରରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ଅଧିବେଶନରେ ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଅନୁମୋଦନ କରିଥିବାରୁ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବାରୁ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ଥିଲା। ଗାନ୍ଧିଜୀ କାହିଁକି ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଲେ? ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଗାନ୍ଧିଜୀ ଇଂରେଜ ସରକାର ଆଗରେ 11 ଦଫା ସମ୍ମିଳିତ ଶାସନ ସଂସ୍କାର ଚିଠା ପ୍ରସ୍ତାବ ଆଗତ କରିଥିଲେ।
ମାତ୍ର ବଡ଼ଲାଟ ଇରୱିନ୍ ଏହି ପ୍ରସ୍ତାବ ଗ୍ରହଣ ନ କରିବାରୁ 1930ରେ ଗାନ୍ଧିଜୀ ଆଇନ ଅମାନ୍ୟ ଡାକରା ଦେଲେ। ଘ ନମ୍ବର ବ୍ରିଟିଶ ସରକାର କେବେ ଓ କାହିଁକି ପ୍ରଥମ ଗୋଲ ଟେବୁଲ ବୈଠକ ଡକାଇଥିଲେ? ବ୍ରିଟିଶ ସରକାର 1930 ମସିହାରେ ପ୍ରଥମ ଗୋଲ ଟେବୁଲ ବୈଠକ ଡକାଇଥିଲେ। ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଏହି ବୈଠକ ଡକାଯାଇଥିଲା। ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ମହାତ୍ମା ଗାନ୍ଧୀ କାହିଁକି ଅସନ୍ତୋଷ ପ୍ରକାଶ କଲେ? ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ଭାରତୀୟଙ୍କର ଦାବିକୁ ଉପେକ୍ଷା କରାଯାଇ ମୁସଲମାନମାନେ ଓ ହରିଜନ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା କରାଗଲା। ଭାରତୀୟଙ୍କ ଏକତାକୁ ଭଙ୍ଗ କରି ବ୍ରିଟିଶ ଶାସନକୁ ସୁଦୃଢ଼ କରିବା ଲକ୍ଷ୍ୟ ହିଁ ଗାନ୍ଧିଜୀଙ୍କ ଅସନ୍ତୋଷ କରିଥିଲା। ଗାନ୍ଧିଜୀ କାହିଁକି ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ କଲେ? ଭାରତର ଭାଇସରାୟ ୱିଲିଙ୍ଗଟନ୍ ଗାନ୍ଧୀ ଇରୱିନ୍ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ ଏବଂ ଭାରତ ସ୍ୱାଧୀନତା ଆନ୍ଦୋଳନ ପ୍ରତି କଠୋର ନୀତି ଅବଲମ୍ବନ କଲେ। ଗାନ୍ଧିଜୀଙ୍କ ଅନୁରୋଧକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ। ଫଳରେ ଗାନ୍ଧିଜୀ ପୁନଶ୍ଚ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ। 1933 ମେ ମାସରେ ଗାନ୍ଧିଜୀ କାହିଁକି 21 ଦିନିଆ ଅନଶନ ଘୋଷଣା କଲେ? 1933 ମେ ମାସରେ ହରିଜନ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ଏବେ ନିଜର ଓ ସହଯୋଗୀମାନଙ୍କର ମଧ୍ୟ ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ 21 ଦିନିଆ ଅନଶନ ଘୋଷଣା କଲେ। ଦ୍ୱିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ କେବେ ସ୍ଥଗିତ ରଖାଗଲା ଏବଂ କେବେ ପ୍ରତ୍ୟାହୃତ ହେଲା? ଦ୍ୱିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ 1933 ମସିହା ମେ ମାସରେ ସ୍ଥଗିତ ରଖାଯାଇଥିଲା। 1934 ଏପ୍ରିଲରେ ଏହା ଔପଚାରିକ ଭାବେ ପ୍ରତ୍ୟାହୃତ ହେଲା। କୁଜଙ୍ଗଠାରେ ସତ୍ୟାଗ୍ରହରେ କେଉଁମାନେ ନେତୃତ୍ୱ ନେଇଥିଲେ? କୁଜଙ୍ଗଠାରେ 1930 ମେ 8 ତାରିଖ ଦିନ ନାରାୟଣ ବୀରବର ସାମନ୍ତ, ରମାଦେବୀ ଓ ମାଳତୀ ଦେବୀ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। କୁଜଙ୍ଗର ରାଣୀ ଭାଗ୍ୟବତୀ ପାଟମହାଦେଈ ଏହି ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବାନର ସେନାର ଭୂମିକା କ'ଣ ଥିଲା? ବାନର ସେନା ନାମରେ 16 ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ଦ୍ୱାରା ଗଠିତ ବାହିନୀକୁ କୁହାଯାଉଥିଲା। ଏହି ବାନର ସେନା ଲୁଗା ଦୋକାନ, ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା କାର୍ଯ୍ୟରେ ସାହାଯ୍ୟ କରୁଥିଲେ। 3 ନମ୍ବରର ପ୍ରଶ୍ନ ଉତ୍ତର। ସାଇମନ କମିଶନ କାହିଁକି ଭାରତ ଆସିଥିଲେ? 1919 ଭାରତ ଶାସନ ଆଇନ କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ। ସାଇମନ କମିଶନ କେଉଁ ଦିନ ଭାରତରେ ପହଞ୍ଚିଥିଲେ? 1928 ଫେବୃଆରୀ 3 ତାରିଖରେ ସାଇମନ କମିଶନ ଭାରତରେ ପହଞ୍ଚିଥିଲେ। 1929 ମସିହାର କେଉଁ ତାରିଖରେ ଲାହୋର ଠାରେ ସ୍ୱାଧୀନତାର ତିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା? 1929 ମସିହା ଡିସେମ୍ବର 31 ତାରିଖରେ ଲାହୋର ଠାରେ ସ୍ୱାଧୀନତାର ତିରଙ୍ଗା ପତାକା ଉତ୍ତୋଳନ କରିଥିଲେ। କେଉଁଠାରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ? ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ। ଖୁଦାଇ ଖିଦମତ ଗାରର ପ୍ରତିଷ୍ଠାତା କିଏ? ଅବଦୁଲ ଗଫର ଖାନ ଖୁଦାଇ ଖିଦମତ ଗାରର ପ୍ରତିଷ୍ଠା ଥିଲେ। ଦ୍ୱିତୀୟ ଗୋଲ ଟେବୁଲ ବୈଠକ
କେବେଠାରୁ କେବେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା? ଦ୍ୱିତୀୟ ଗୋଲ ଟେବୁଲ ବୈଠକ ସେପ୍ଟେମ୍ବର 7 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କୁଜଙ୍ଗଠାରେ କେବେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା? କୁଜଙ୍ଗଠାରେ 1930 ମେ 8 ତାରିଖ ଦିନ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା। କିଏ ପୁରୀ ଜିଲ୍ଲାରେ ଲବଣ ସତ୍ୟାଗ୍ରହ ନେତୃତ୍ୱ ନେଇଥିଲେ? ପଣ୍ଡିତ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥଙ୍କ ନେତୃତ୍ୱରେ ପୁରୀରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲେ। ଝ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି କେଉଁ 2 ଜଣ ନାରୀ ନୀତି ବେତ୍ରାଘାତର ଶିକାର ହୋଇଥିଲେ? ରମାଦେବୀ ଓ ସରଳା ଦେବୀ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି ବେତ୍ରାଘାତର ଶିକାର ହୋଇଥିଲେ। ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର କେଉଁ ସମ୍ବାଦପତ୍ରଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା? ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବାରେ ସମାଜ, ପ୍ରଜାତନ୍ତ୍ର ଓ ଆଶା ଆଦି ସମ୍ବାଦପତ୍ର ଉପରେ କଟକଣା ଜାରି କରାଯାଇଥିଲା। ନମ୍ବର 4 ଯାହାକି 4ଟି ଅପସନ୍ ମଧ୍ୟରୁ ଗୋଟିଏ ବାଛିବା, ଯାହାକି ଉତ୍ତର ହେଉଛି କ ମୁମ୍ବାଇ, ଖ ଗୋବିନ୍ଦ ବଲ୍ଲଭ ପନ୍ଥ, ଗ ରାମସେ ମାକଡୋନାଲ୍ଡ, ଘ 1932 ସେପ୍ଟେମ୍ବର 20, ବାଲେଶ୍ୱର।